नमस्कार दर्शक बंधु आपण को एमआर ओडिया न्यूज को स्वागत मु मुन्ना कुमार। आज हूँ अगस्ट 3 सोमवार। आज रही ओडिशा तथा देश विदेश 20टी गुरुत्वपूर्ण खबर। प्रत्येक खबर इंपोर्टाट तेणु शेष पर्यंत देखा सहित आपण गोटे अनुरोध आपण जिलार नाम लिखि दिंतु जहाँफल आपण जिलार खबर प्रतिदिन पाइपर। भत्ताटू नहीं राशन कार्ड सुभद्रा योजना एवं बन्या संबंधी अनेक गुरुत्वपूर्ण खबर अच्छी। चलतु खबर उपरे नजर पकईबा। प्रथम खबर गुंडीचा मंदिर केबे खोलिबो प्रतिश्रुति परे श्रद्धालु को अपेक्षा शेष होउनी। पुरी को आसुवा श्रद्धालु बड़ खबर रथयात्रा सरीगला हेले महाप्रभुଙ୍କର जन्मविधि गुंडीचा मंदिर सबुदिन श्रद्धालु बंद होईगला। तेबे रथयात्रा परे मंदिर खोलिबो एवं श्रद्धालु जन्मविधि दर्शन करे बोली आशा थिला। किछि मध्य घोषणा करा जायतिला किंतु एबे आशा अपेक्षा रहीगला। प्रतिदिन पुरी को आसुवा लक्षाधिक श्रद्धालु गुंडीचा मंदिर को आसी फेरिकी जाउचंती। केवल मंदिर खोलिबा नुहे रथयात्रा जन्मविधि चारिपाखरे परिवेश को नहीं प्रश्न उठिछि। नुआ रूपरे सजा होइतिबा अलिया आवर्जना होई एबे पड़िछि। अनेक टंका खर्च करी जो उन्नतिकरण सौंदर्यकरण होइतिला तार रक्षणाबेक्षण ପାଇଁ कि मध्य प्रश्न उठुछि। तेबे आउरी मध्य अभियोग उठुछि मंदिर सिंहद्वार निकटरे କିଛି ଗେଟ୍ ଦେଖି ଭିତର ଦର୍ଶନ କରାଇବା ନାଁରେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଏପରିକି ରଥଯାତ୍ରା ସରିଲା ପରେ ରଥକୁ ଛୁଇଁବା ପାଇଁ ମଧ୍ୟ ଟଙ୍କା ମଗାଯାଉଛି। ମହାପ୍ରଭୁ ରଥଯାତ୍ରା ସହିତ ଜଡ଼ିତ ଏହି ପବିତ୍ର ସ୍ଥାନକୁ ଦେଖିବା ପ୍ରଣାମ କରିବା ପାଇଁ ପ୍ରତିଦିନ ଅନେକ ଭକ୍ତ ଆସିଥାନ୍ତି। ତେଣୁ ଶରଦା ବାଲି ସୁରକ୍ଷା ପରିବେଶକୁ ରକ୍ଷା ଠୋସ୍ ବ୍ୟବସ୍ଥା ଦାବି ହୋଇଛି। ତେବେ ଏ ନେଇକି ଆପଣଙ୍କର ମତ କ'ଣ ନିଶ୍ଚିନ୍ତ ଗୋଟିଏ ଛୋଟିଆ କମେଣ୍ଟ ଦେବେ ଆଉ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦେବେ। ପରବର୍ତ୍ତୀ ଖବର ରାସ୍ତାରେ ନିୟମ ଭାଙ୍ଗିଲେ ଆଉ ଖସିବା ମୁସ୍କିଲ ଏଆଇ କ୍ୟାମେରା ଧରିବ ଘରେ ପହଞ୍ଚିବ ଚାଲାଣ। ଓଡ଼ିଶାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ରାଜପଥରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ପୋଲିସ ପାଖରେ ଥିବା ଦରକାର ନାହିଁ। ଏଆଇ କ୍ୟାମେରା ନିୟମ ଭାଙ୍ଗିବାର ଦୃଶ୍ୟ ଧରିବ ଗାଡ଼ି ମାଲିକଙ୍କ ନାମରେ ଇ ଚାଲାଣ ଜାରି ହେବ। ଓଡ଼ିଶାର ଜାତୀୟ ରାଜପଥରେ ଏହି ଆଧାରିତ ଇ ଚାଲାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ରାସ୍ତାରେ ଲଗାଇଥିବା ହାଇ ରେଜଲ୍ୟୁସନ କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ ଚିହ୍ନଟ କରିବ ଏବଂ ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିଥିବେ ତା ଉପରେ ଚାଲାଣ ମଧ୍ୟ କାଟିବ। ଓଭର ସ୍ପିଡ, ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନ ଲଗାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା, ରେଡ୍ ସିଗ୍ନାଲ ଭାଙ୍ଗିବା, ଭୁଲ ଲେନ୍ରେ ଗାଡ଼ି ଚଳାଇବା ଭଳି ଉଲ୍ଲଂଘନ ଚିହ୍ନଟ କରାଯିବ। ନିୟମ ଭାଙ୍ଗିଲେ କ୍ୟାମେରାରୁ ମିଳିଥିବା ତଥ୍ୟ କେନ୍ଦ୍ରୀୟ ସର୍ଭରକୁ ଯିବ। ତାପରେ ସେହି ଆଧାରରେ ଇ ଚାଲାଣ ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ଗାଡ଼ି ମାଲିକକୁ ଏସଏମଏସ୍ ଅନଲାଇନ ପୋର୍ଟାଲ ମାଧ୍ୟମରେ ଚାଲାଣ ସମ୍ପର୍କରେ ମଧ୍ୟ ଦିଆଯିବ। ତେବେ 24 ଘଣ୍ଟା ପୁରା ନଜର ରଖିବ ଏହି ଏଆଇ କ୍ୟାମେରା। ରାତି ଦିନ 24 ଘଣ୍ଟା, ତେଣୁ ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ। ସଡ଼କ ଦୁର୍ଘଟଣା କମାଇବା, ବେପରୁଆ ଡ୍ରାଇଭିଂ ରୋକିବା, ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାର ସଚେତନ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପରବର୍ତ୍ତୀ ଖବର ହେଉଛି ପୁଅକୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡ଼ିଲେ ବାପା, ହେଲେ ଅଧୁରା ରହିଗଲା ବୋଲବମ୍ ଯାତ୍ରା। ବୋଲବମ୍ ଯାତ୍ରା ପାଇଁ କି ବାପ ପୁଅ ମିଶି ନଦୀରୁ ପାଣି ଉଠାଇବା ପାଇଁ ଯାଇଥିଲେ, ହେଲେ ସେଠାରେ ଘଟିଗଲା ଏମିତି କିଛି ଦୁଃଖଦ ଘଟଣା ଯାହା ପରିବାରକୁ ପୁରା ଭାଙ୍ଗି ଦେଇଛି। ନଦୀରେ ବୁଡ଼ି ଯାଉଥିବା ବେଳେ ପୁଅକୁ ବଞ୍ଚାଇବା ପାଇଁ କି ଯାଇଥିଲେ ବାପା। ତେବେ ଗତକାଲି ରବିବାର ଦିନ ଏଭଳି ଘଟଣା ଘଟିଛି। ଘଟଣାଟି ଜଗତସିଂହପୁର ଜିଲ୍ଲାର ପାରାଦୀପ ଭୂତମୁଣ୍ଡାଇ ଘାଟରେ ଘଟିଛି। ମୃତକ ହେଉଛନ୍ତି ପାରାଦୀପ ବ୍ଲକ ଥାନାର ନିମଡିହି ଗାଁର ଈଶ୍ୱର ବାରିକ। ତେବେ ସୂଚନା ଅନୁସାରେ ଈଶ୍ୱର ତାଙ୍କ ପୁଅ ବୋଲବମ୍ ଯାତ୍ରାକୁ ପାଣି ଭାର ଧରିକି ସିଧା ଘାଟକୁ ଯାଇଥିଲେ। ନଦୀରେ ନେଉଥିବା ପାଣି ବେଳେ ହଠାତ୍ ପୁଅର ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲା। ପୁଅକୁ ଉଦ୍ଧାର କରିବା ପାଇଁ ବାପା ମଧ୍ୟ ଯାଇଥିଲେ, ହେଲେ ବାପା କିଛି ନ ଭାବିକି ପୁଅକୁ ବଞ୍ଚିବାକୁ ଯାଇଥିଲେ। ବାପାଙ୍କର ସେଠି ମୃତ୍ୟୁ ହୋଇଛି। ପୁଅ ଏବେ ଗୁରୁତର ଚିକିତ୍ସା ମଧ୍ୟ ହେଉଛି। ପରବର୍ତ୍ତୀ ଖବର ହୀରାକୁଦରୁ ପୁଣି ବନ୍ୟା ଜଳ ଛାଡ଼ିଲା, ମହାନଦୀରେ ପାଣି ବଢ଼ିବ ଏବଂ ଏହି ଅଞ୍ଚଳ ଉପରେ ନଜର ପୁରା ରହିଛି। ଓଡ଼ିଶାର ବନ୍ୟା ସ୍ଥିତିକୁ ନେଇକି ଆଉ ଗୋଟେ ବଡ଼ ଅପଡେଟ୍। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳ 9ଟା ସୁଦ୍ଧା ହୀରାକୁଦ ଡ୍ୟାମ୍ରେ 22ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି। ଏହା ପ୍ରଭାବରେ ମହାନଦୀରେ ଜଳସ୍ତର କିଛିଟା ବଢ଼ିପାରେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର 624 ଫୁଟ ରହିଛି। ଡ୍ୟାମ୍କୁ ପ୍ରତି ସେକେଣ୍ଡ ହାରାହାରି 2,37,000 କ୍ୟୁସେକ୍ ଜଳ ପ୍ରବାସ କରୁଛି। ଅନ୍ୟପଟେ ଖୋଲା ହୋଇଥିବା ଗେଟ୍ ଗୁଡ଼ିକରେ ପ୍ରାୟ 3,27,000 କ୍ୟୁସେକ୍ ଜଳ ନିଷ୍କାସିତ ମଧ୍ୟ ହେଉଛି। ସବୁଠାରୁ ବଡ଼ କଥା ହେଉଛି ପ୍ରାୟ 3 ଦିନ ତଳେ ହୀରାକୁଦରୁ ଛଡ଼ା ହୋଇଥିବା ବନ୍ୟା ଜଳ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବାର ସମ୍ଭାବନା ଅଛି। ତେଣୁ ମହାନଦୀରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ସେଭଳି ମୁଣ୍ଡୁଳିରେ କେତେ ପାଣି ଚାଲିବ? ଆକଳନ ଅନୁସାରେ 6 ଲକ୍ଷରୁ 7 ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବ ହୋଇପାରେ। ତଥାପି ମହାନଦୀରେ ବଡ଼ ବନ୍ୟା ଆଶଙ୍କା ନଥିବା ବୋଲି କୁହାଯାଉଛି। ତେବେ ତଳିଆ ଅଞ୍ଚଳକୁ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି। ପରବର୍ତ୍ତୀ ଖବର ସୁଭଦ୍ରା ଟଙ୍କାକୁ ନେଇକି ଆସିଲା ବଡ଼ ଅପଡେଟ୍। ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କାକୁ ନେଇକି ବଡ଼ ଖବର।
କାହାକୁ ମିଳିବ 5,000 ଆଉ କାହାକୁ ମିଳିପାରେ 10,000। ସୁଭଦ୍ରା ଯୋଜନାରେ ଟଙ୍କାକୁ ନେଇକି ମହିଳାଙ୍କ ପାଇଁ ବଡ଼ ଖୁସି ଖବର। ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା ମିଳିବ 5,000। ଏନେକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଚର୍ଚ୍ଚା ଅନୁସାରେ ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ଆବେଦନ କରିଥିଲେ ପୂର୍ବ କିସ୍ତି ଟଙ୍କା ପାଇନାହାନ୍ତି, ସେମାନେ ଏକାଠି ବକେୟା ରାଶି ମିଳିବ, ମାନେ 5,5,10,000 ଟଙ୍କା ମିଳିବ। ଯଦି ଯୋଗ୍ୟ ହୋଇଥିବେ, ଡିବିଟ୍ ଲିଙ୍କ ଥିବ, ସବୁ ଠିକ୍ ଥିବ, ତାଙ୍କୁ 10,000 ଟଙ୍କା ମିଳିବ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରାକ୍ଷୀ ପୂର୍ଣ୍ଣିମାରେ ସତରେ କଣ ଟଙ୍କା ଆସିବ? କେଉଁମାନେ 5,000 ପାଇବେ? କେଉଁମାନେ ବକେୟା ରାଶି 10,000 ପାଇବେ? ଏ ନେଇକି ସରକାର ଅନ୍ତିମ ସ୍ପଷ୍ଟ ଘୋଷଣା କରାଯାଇଛି ଯେ ରାକ୍ଷୀ ପୂର୍ଣ୍ଣିମା ଦିନ 5,000 ଟଙ୍କା ଯୋଗ୍ୟ ଚାଷୀ ରାକ୍ଷୀ ପୂର୍ଣ୍ଣିମା ଦିନ 5,000 ଟଙ୍କା ମହିଳାମାନଙ୍କୁ ଆସିବ ଚତୁର୍ଥ କିସ୍ତି। ଆଉ ଯେଉଁମାନେ ପୂର୍ବ କିସ୍ତି ପାଇନେ ତାଙ୍କୁ 10,000 ଟଙ୍କା ଆସିବ। ଯଦି ଆପଣଙ୍କ ପାଇଁ ସୁଭଦ୍ରା ଟଙ୍କା ଆସିନାହିଁ, ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଯାହାଫଳରେ ସରକାର ମଧ୍ୟ ଜାଣିପାରିବେ। ପରବର୍ତ୍ତୀ ଖବର, ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବଡ଼ କଟକଣା। ଏହି ଅଞ୍ଚଳରେ ଡ୍ରୋନ୍ ଉଡ଼ାଇଲେ ହେବ କାର୍ଯ୍ୟାନୁଷ୍ଠାନ। ରାଷ୍ଟ୍ରପତି ଗଞ୍ଜାମ ଗସ୍ତକୁ ନେଇ ସୁରକ୍ଷା ଦାବି ହୋଇଛି। ଆସନ୍ତା 4ରୁ 5 ତାରିଖ ମଧ୍ୟରେ ଗଞ୍ଜାମରେ ବିଭିନ୍ନ ଅଞ୍ଚଳରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଏହି ସମୟରେ ଡ୍ରୋନ୍ ଉଡ଼ାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି। ପ୍ରଶାସନ ଅନୁସାରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଗୋଷାଣୀ ନୂଆଗାଁ ଏବଂ ଅନ୍ଧପ୍ରଚାର ରୋଡ୍ ଏବଂ ହରିଡାଖଣ୍ଡି ଏବଂ ଦିଗପହଣ୍ଡି ରୋଡ୍ ଦେଇକି ତପ୍ତପାଣି ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। ପରବର୍ତ୍ତୀ ଖବର, ଓଡ଼ିଶା କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, 7,436 କୋଟିର ପ୍ୟାକେଜ୍‌କୁ ମଞ୍ଜୁରି। ଚାଷୀଙ୍କଠୁ ଆରମ୍ଭ କରି ଆଦିବାସୀ ପର୍ଯ୍ୟନ୍ତ ଏସବୁ ମିଳିବ ଫାଇଦା। ଓଡ଼ିଶାର ବିକାଶମୂଳକ କାମକୁ ନେଇ ରାଜ୍ୟ କ୍ୟାବିନେଟ୍‌ରେ ଏକାଧିକ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ 7,436 କୋଟି 22 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ମଞ୍ଜୁର ମିଳିଛି। ଏହି ନିଷ୍ପତ୍ତିରେ ଜନଜାତି କଲ୍ୟାଣ, ଚାଷୀ, ସିଞ୍ଚାଇ, କୃଷି ଯନ୍ତ୍ରପାତି, ସହରାଞ୍ଚଳ ଆବାସୀ, ଜିଏସ୍‌ଟି ସଂସ୍କାର ଏବଂ ସହର ବିକାଶ ଭଳି କ୍ଷେତ୍ରକୁ ଗୁରୁତ୍ୱ ମଧ୍ୟ ଦିଆଯିବ। କୃଷି, ବନଜାତୀୟ ଦ୍ରବ୍ୟ, ପାରମ୍ପରିକ କଳା, କୁଟୀର ଶିଳ୍ପ, ଜୀବିକା କ୍ଲଷ୍ଟରରୁ ମଧ୍ୟ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ମଧ୍ୟ ରହିଛି। ପ୍ରତି ଖବର, ବନ୍ୟା ପାଣି କମିଲା ହେଲେ ବିପଦ ଟଳିନି, ମନ୍ତ୍ରୀଙ୍କର ବଡ଼ ସତର୍କ ସୂଚନା। ମୌସୁମୀ ମାସ ସାରା ଓଡ଼ିଶାର ଉପରେ ନଜର। ଓଡ଼ିଶାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି, କିନ୍ତୁ ଅନେକ ଅଞ୍ଚଳରେ ପାଣି ଏପର୍ଯ୍ୟନ୍ତ କମିନାହିଁ। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିପଦ ମଧ୍ୟ ଟଳିନାହିଁ। ମୌସୁମୀ ଋତୁ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ବନ୍ୟା ବର୍ଷା ଜନିତ ବିପଦ ଆସିବ। ଏନେକି 23ଟି ଜିଲ୍ଲାକୁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଉତ୍ତର ଓଡ଼ିଶାରେ ଭଦ୍ରକ, ବାଲେଶ୍ୱର, ଯାଜପୁର ଅଧିକ ପ୍ରଭାବିତ ହୋଇଛି। ଅନ୍ୟପଟେ ମହାନଦୀରେ ବନ୍ୟା ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାରେ ମଧ୍ୟ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ପାଣି ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ବ୍ୟାପକ ଚାଷ ଜମି, ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ କୃଷି ଏବଂ ରାଜସ୍ୱ ବିଭାଗର କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। କେବଳ ଫସଲ ନୁହେଁ, ବନ୍ୟାରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜସ୍ୱ ଅଧିକାରୀମାନେ ଗାଁ ଗାଁକୁ ଯାଇ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଜିଲ୍ଲାପାଳମାନଙ୍କୁ ପାଣି ଛାଡ଼ିବାର 72 ଘଣ୍ଟା ଭିତରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବନ୍ୟା ପରେ ବଡ଼ ଚିନ୍ତା ହେଉଛି ପିଇବା ପାଣି। ବୋରୱେଲ୍, କୂଅ, ଅନ୍ୟାନ୍ୟ ଉତ୍ସକୁ ମଧ୍ୟ ବିଶୋଧନ କରାଯାଉଛି। ଜଳ ସମ୍ପୂର୍ଣ୍ଣ ବିଶୋଧିତ ନ ହେବା ପର୍ଯ୍ୟନ୍ତ ଲୋକଙ୍କୁ ସୁରକ୍ଷିତ ପାଣି ଯୋଗାଇ ଦେବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ବନ୍ୟା ପରେ ସାପ କାମୁଡ଼ା ଘଟଣାର ବଢ଼ିବା ଆଶଙ୍କା ଥିବାରୁ ଆଣ୍ଟି ଭେନମ୍ ଇଞ୍ଜେକ୍ସନ ମଜବୁତ ରଖାଯାଇଛି। ସବୁଠୁ ବଡ଼ କଥା ହେଲା ଯେ ସରକାର ସହାୟତା ଖୁବ୍ ଜଲ୍ଦି ଅଙ୍ଗନବାଡି, ସ୍କୁଲ ଗୁଡ଼ିକରେ କ୍ଷୟକ୍ଷତି ରିପୋର୍ଟ ମଗାଯାଉଛି। ଏଥିରେ ସ୍ୱତନ୍ତ୍ର ଅନୁଦାନ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଖୁବ୍ ଜଲ୍ଦି ଘର ଏବଂ ଚାଷ ଜମି କ୍ଷତିପୂରଣ ମିଳିଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ପାରିବାରିକ କଳହରୁ ଅଘଟଣ, ମନ୍ଦିର ନିକଟରେ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର। ତେବେ କୁହାଯାଉଛି ବେଗୁନିଆପଡ଼ା ବ୍ଲକର ଜଣେ ଲୋକ ଗାଁରୁ କାଳୀ ମନ୍ଦିର ନିକଟରୁ ଯୁବକ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଯୁବକଙ୍କର ନାଁ ହେଉଛି କିରଣ ପାତ୍ର। ସୂଚନା ଅନୁସାରେ ଆଜି ସକାଳେ ପ୍ରାୟ ସ୍ଥାନୀୟ ଲୋକେ ମନ୍ଦିର ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ। 108 ଆମ୍ବୁଲାନ୍ସରେ ନେଇଥିଲେ। ପାରିବାରିକ କଳହରୁ ସ୍ତ୍ରୀଙ୍କ ସହିତ ଝଗଡ଼ା ପରେ କିରଣ ଏଭଳି ପଦକ୍ଷେପ ନେଇଛନ୍ତି। ସେ ନିଜ ଜିଭକୁ କାଟି ଦେଇଛନ୍ତି କାଳୀ ମନ୍ଦିର ସାମ୍ନାରେ। ବର୍ତ୍ତମାନ କିରଣ ଏମ୍କେସିଜି ମେଡିକାଲରେ ଚିକିତ୍ସା ହେଉଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶାକୁ ମିଳିଲା 500 କୋଟି, ବନ୍ୟା ପରେ ରିଲିଫ ଓ ଉଦ୍ଧାର କାମ ପାଇଁ କେନ୍ଦ୍ରର ବଡ଼ ସହାୟତା। ବନ୍ୟା ପରେ ଓଡ଼ିଶା ଲୋକଙ୍କୁ ଏବେ 500 କୋଟି ଟଙ୍କାର ଅଗ୍ରିମ ଭାବେ ମଞ୍ଜୁରି ଦେଇଛି। 2026-27 ଆର୍ଥିକ ବର୍ଷର ଏସ୍‌ଡିଆର୍‌ଏଫ୍ କେନ୍ଦ୍ରୀୟ ଅଂଶର ସହାୟତା ଦ୍ୱିତୀୟ କିସ୍ତି ଓଡ଼ିଶା ପୂର୍ବରୁ ପ୍ରଥମ କିସ୍ତିର ପାଇସାରିଛି। କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଅମିତ ଶାହ ଅଗଷ୍ଟ 1 ତାରିଖରେ ବନ୍ୟା ପ୍ରଭାବିତ 7ଟି ରାଜ୍ୟ ପାଇଁ ଏସ୍‌ଡିଆର୍‌ଏଫ୍ କେନ୍ଦ୍ରୀୟ ଅଂଶରୁ 2,117 କୋଟି 85 ଲକ୍ଷ ଅଗ୍ରିମ ଅନୁମୋଦନ କରିଛନ୍ତି। ଏହି ମଧ୍ୟରୁ ଓଡ଼ିଶାର ଭାଗ 500 କୋଟି ଟଙ୍କା ରହିଛି। ଖୁବ୍ ଜଲ୍ଦି ତୁରନ୍ତ ରିଲିଫ, ଉଦ୍ଧାର ଓ ଜରୁରୀ ସହାୟତା ମଧ୍ୟ ଲୋକଙ୍କୁ ଦିଆଯିବ।
ଏହା ସହିତ ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆସାମ, ଗୁଜୁରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ନାଗାଲାଣ୍ଡରେ ମଧ୍ୟ ଏସଡିଆରଏଫ ର କେନ୍ଦ୍ରୀୟ ଅଂଶରୁ ମଧ୍ୟ ଅର୍ଥ ଦିଆଯାଇଛି। ପରବର୍ତ୍ତୀ ଖବର, ଆଜିଠୁ ପୁଣି ବଢିବ ବର୍ଷା, ବନ୍ୟା ପରେ ନୂଆ ଚିନ୍ତା। ଆଜିଠୁ ଅଗଷ୍ଟ 7 ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଜିକାଲି 2 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ 40ରୁ 50 କିଲୋମିଟର ବେଗରେ ପବନ ବହିବ। ତା ସହିତ ଦକ୍ଷିଣ ଓଡ଼ିଶାରେ ବର୍ଷା ମଧ୍ୟ ବଢ଼ିବ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ। ଛତିଶଗଡ଼ର 2 ଶ୍ରମିକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା। ତେବେ କାଶ୍ମୀର ଘାଟିରେ ପୁଣି ଚିନ୍ତା ବଢ଼ାଇଛି ଆତଙ୍କିକ ଆକ୍ରମଣ। କୁଲଗାମରେ ଛତିଶଗଡ଼ର 2 ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ପରେ ଏବେ ପୁରା ଗାଁରେ ଶୋକର ପରିବେଶ। ରୋଜଗାର ପାଇଁ କାଶ୍ମୀର ଯାଇଥିବା ଏହି 2 ଯୁବକ ଆଉ ଘରକୁ ଫେରିଲେ ନାହିଁ। ମୃତକ ହେଉଛନ୍ତି ଦୀପକ ରାତ୍ରେ, ଭୂପେନ୍ଦ୍ର ଭାଇନା। ଦୁହେଁ ଛତିଶଗଡ଼ର ବାସିନ୍ଦା। ରୋଜଗାର ପାଇଁ କିଛି ମାସ ତଳେ ଜାମ୍ମୁ କାଶ୍ମୀର ଯାଇଥିଲେ। କୁଲଗାମରେ ଏକ ଇଟା ଭାଟିରେ ଦୁହେଁ କାମ କରୁଥିଲେ। ରିପୋର୍ଟ ଅନୁସାରେ ରାତିରେ 2 ଜଣ ଶ୍ରମିକ ଆତଙ୍କିକ ଆକ୍ରମଣ ହୋଇଥିଲେ। ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆକ୍ରମଣକୁ ଧରିବା ପାଇଁ ତଲାସୀ ଜାରି ରହିଛି। ତେଣୁ ସବୁଠାରୁ ବଡ଼ କଥା ହେଉଛି ଦୁହେଁ ନିଜ ପରିବାର ପାଇଁ ରୋଜଗାରିଆ ପୁଅ ଥିଲେ ବୋଲି କୁହାଯାଉଛି। ଏପଟେ ମଧ୍ୟ କାଶ୍ମୀରର ମୁଖ୍ୟମନ୍ତ୍ରୀ 10 ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହାୟତା ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଶ୍ରୀମନ୍ଦିରକୁ ଯିବ ବଲାଙ୍ଗୀରର ଚାଉଳ, ମହାପ୍ରଭୁଙ୍କ ପାଇଁ ଚାଷ କରୁଛନ୍ତି ଚାଷୀ। ବଲାଙ୍ଗୀର ମାଟିରେ ଚାଷ ହେଉଛି ମହାପ୍ରଭୁଙ୍କର ସ୍ୱତନ୍ତ୍ର ଚାଉଳ। ପ୍ରଥମ ଥର ପାଇଁ ଅମୃତ ଅନ୍ନ ଯୋଜନାରେ ବଲାଙ୍ଗୀର ଶ୍ରୀମନ୍ଦିରକୁ ଯିବ ଚାଉଳ। ଏଥିପାଇଁ ଜିଲ୍ଲାର 10 ହେକ୍ଟର ଜମିରେ ସ୍ୱତନ୍ତ୍ର ଚାଷ କରାଯାଉଛି। ଏଥିରେ ମଧ୍ୟ 8 ହେକ୍ଟର ଜମିରେ ମଧ୍ୟ ସୁଗନ୍ଧିତ ଧାନ ଏବଂ 20 ହେକ୍ଟର ଜମିରେ ମଧ୍ୟ ମୂଳ ଅଛି। ତେବେ ସବୁ ବଡ଼ କଥା ହେଲା ଯେ ଏବେ ମୁରିବାହାଲି, ଆଗଲପୁର, ପାଟଣାଗଡ଼ ଏବେ ସବୁ ଚାଷୀମାନେ ଏହି ଚାଷରେ ସାମିଲ ହୋଇଛନ୍ତି। ଚାଷୀମାନେ କହିଛନ୍ତି ନିଜ ଜମିରେ ମହାପ୍ରଭୁଙ୍କ ପାଇଁ ଚାଷ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ତେବେ ଏହି ସୁଯୋଗ ମିଳିଥିବାରୁ ଆମେ ଗର୍ବିତ। ଆମେ କାଳିଆର ହଳିଆ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ନିଶାକୁ ନା ଜୀବନକୁ ହଁ, ଯୁବପିଢ଼ିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଆହ୍ୱାନ। ଯୁବପିଢ଼ି ନିଶାଠାରୁ ଦୂରେଇ ରହିଲେ ହିଁ ଭବିଷ୍ୟତ ଆଗକୁ ବଢ଼ିବ, ଶକ୍ତିଶାଳୀ ଭାରତ ହେବ। ଏନେକି ଲକ୍ଷ୍ୟ ଆରମ୍ଭ ହୋଇଛି ନିଶା ମୁକ୍ତି ଯୁବପିଢ଼ି ବିକଶିତ ଭାରତ ସଂକଳ୍ପ ଅଭିଯାନ। ଏହି ଅବସରରେ ଓଡ଼ିଶାର ଯୁବପିଢ଼ିମାନେ ଅଭିନନ୍ଦନ ଜଣାଇବା ସହିତ ନିଶା ବିରୋଧରେ ଆମେ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ମାଝୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 28,000ରୁ ଅଧିକ ସ୍ଥାନରେ 2 କୋଟିରୁ ଅଧିକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନେଇଛନ୍ତି। ଯୁବପିଢ଼ିମାନେ ସୁସ୍ଥ ଏବଂ ସେମାନଙ୍କ ଭବିଷ୍ୟତ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କି ସରକାର ପ୍ରାଥମିକତା ଦେବେ। ନିଶା ବିରୋଧରେ ମଧ୍ୟ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ଏହି ଅଭିଯାନ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହାକୁ ଜନ ଆନ୍ଦୋଳନ ରୂପ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 2 ବର୍ଷ ପରେ ଏହି ଅଭିଯାନ ଚାଲିବ। ତେବେ କୁହାଯାଉଛି ଯେ 2 ବର୍ଷ ଧରି ଯୋଉଟା ଚାଲିବ ସେହି ସବୁ ପ୍ରତି ରବିବାର ଖେଳକୁଦ, ଫିଟନେସ୍, ଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଯୁବପିଢ଼ିଠାରୁ ନିଶାଠାରୁ ଦୂରେଇ ରଖିବା ପାଇଁ ପ୍ରୟାସ ଜାରି ରହିବ। ପ୍ରଥମେ ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରକୁ ଯିବ। ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅପିଲ କରି କହିଛନ୍ତି ନିଶା ବେପାରୀଙ୍କ ସମ୍ପର୍କରେ ପୋଲିସ ନ କହିବା ପାଇଁ। ପରବର୍ତ୍ତୀ ଖବର, କେରଳରେ ବନ୍ୟା ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା 8, 8 ଜଣ ନିଖୋଜ। କେରଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭୂସ୍ଖଳନ ଚିନ୍ତା ବଢ଼ାଇଛି। ତେବେ କୁହାଯାଉଛି ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଲାଣି। 27 ଘର ଭାଙ୍ଗି ଯାଇଥିବା ବେଳେ 196 ଘର ଆଂଶିକ ଭାବେ ଭାଙ୍ଗିଛି। ପ୍ରଭାବିତ ଅଞ୍ଚଳରେ ମଧ୍ୟ 5,792 ଜଣ ଉଦ୍ଧାର କରାଯାଇ 209ଟି ରିଲିଫ କ୍ୟାମ୍ପରେ ମଧ୍ୟ ରଖାଯାଇଛି। ପରବର୍ତ୍ତୀ ଖବର, ରାସନ କାର୍ଡକୁ ନେଇକି ଆସିଲା ବଡ଼ ଅପଡେଟ୍। ଏଣିକି ରାସନ କାର୍ଡରେ ମିଳିବ ଆପଣଙ୍କୁ ବିଭିନ୍ନ ପ୍ରକାର ସହାୟତା। ତେବେ କୁହାଯାଉଛି ରାସନ କାର୍ଡ ଯେଉଁମାନଙ୍କର ନାହିଁ ସେମାନେ ଜାଣି ରଖନ୍ତୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା ପାଇଁ ଚାହୁଁଛନ୍ତି, ଯୋଗ୍ୟ ହୋଇଥିବେ, ତାଙ୍କୁ 1 ମାସ ଭିତରେ ରାସନ କାର୍ଡ ମିଳିଯିବ। ତା ସହିତ ରାସନ କାର୍ଡ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ହିତାଧିକାରୀ ଇକେୱାଇସି କରିନାହାନ୍ତି। ଏପଟେ କେନ୍ଦ୍ର ସରକାର ସହାୟତା ଦିଆଯାଉଛି 1,000 ଟଙ୍କା ରାସନ କାର୍ଡରେ। ଯେଉଁମାନଙ୍କର ରାସନ କାର୍ଡରେ 3 ମାସର ଚାଉଳ ମିଳୁଛି ସେମାନେ ସରକାରୀ ସୁବିଧା ପାଉଥିବେ। ଆଉ ଯେଉଁମାନେ ଇକେୱାଇସି କରିନାହାନ୍ତି ସେମାନଙ୍କୁ ଆଦୌ ଆଉ ସରକାରୀ ସୁବିଧା ମିଳିବ ନାହିଁ ବା ରାସନ କାର୍ଡରୁ ଚାଉଳ ମିଳିବ ନାହିଁ। ତେବେ ତୁରନ୍ତ ଏପର୍ଯ୍ୟନ୍ତ ବି ସମୟ ଅଛି, ଆପଣ ଇକେୱାଇସି କରିଦିଅନ୍ତୁ। ନିଜର ଫ୍ୟାମିଲି ମେମ୍ବର ଯଦି ଆଡ୍ କରୁଛନ୍ତି ସମସ୍ତ ନମ୍ବର ମଧ୍ୟ ଆଡ୍ କରନ୍ତୁ। ତା ସହିତ ଏନ୍ଏଫ୍ଏସ୍ଏ ଅଧୀନରେ ପ୍ରତି ସଦସ୍ୟକୁ ମାସକୁ 5 କେଜି ଚାଉଳ ମିଳୁଥିବା ବେଳେ ଏବେ ଏଏୱାଇ କାର୍ଡଧାରୀଙ୍କ ପାଇଁ ପରିବାର ପିଛା 35 କେଜି ଚାଉଳ ମିଳୁଛି। ଏହା ସହିତ ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ଏନ୍ଏଫ୍ଏସ୍ଏ ତା ସହିତ ଏସ୍ଏଫ୍ଏସ୍ଏସ୍ ହିତାଧିକାରୀଙ୍କୁ
ଅତିରିକ୍ତ 5 କେଜି ଚାଉଳ ମିଳିବାର ବ୍ୟବସ୍ଥା ଅଛି। ଅର୍ଥାତ୍ ପର ପର୍ସନକୁ 10 କେଜି ଲେଖା ଚାଉଳ ମିଳୁଛି। ଯଦି ଆପଣଙ୍କ ଘରେ 5 ଜଣ ମେମ୍ବର ଥିବେ 50 କେଜି ପ୍ରତି ମାସରେ ଚାଉଳ ମିଳିବ। ରାସନ କାର୍ଡ ପାଇଁକି ପରିବାର ଆର୍ଥିକ ସ୍ଥିତି, ଚାକିରି, ଯାନବାହନ, ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରାଯାଏ। ତେଣୁ ଯୋଗ୍ୟ ପରିବାର ରାସନ କାର୍ଡ ପାଇଁ ଆବେଦନ ମଧ୍ୟ ଏବେ ପୁନର୍ବାର କରିପାରିବେ। ପରବର୍ତ୍ତୀ ଖବର, ଏଥର ଗୌତମ ଆଦାନୀ ଖର୍ଚ୍ଚ କରିବେ ଓଡ଼ିଶାରେ, ଯାହାଫଳରେ ଓଡ଼ିଶାର ଚାକିରିଠୁ ଆରମ୍ଭ କରିକି ସବୁ କିଛି ଓଡ଼ିଶାରେ ମିଳିବ। ତେବେ ସବୁଠୁ ବଡ଼ କଥା ହେଲା ଯେ ଏଥର ଓଡ଼ିଶା ଆଗକୁ ଯାଉଛି ବହୁତ ବଡ଼ ହେବା ପାଇଁ। ଆଦାନୀ ଗ୍ରୁପର ପାଇଁ 1,00,00,000 ଟଙ୍କା ବ୍ୟୟରେ ଗ୍ରୀନଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ପ୍ରକଳ୍ପ ହେଲେ ରାୟଗଡ଼ା ସହିତ ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ବଡ଼ ଲାଭ ମିଳିବ। ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରି ରବିବାର ଦିନ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରାୟଗଡ଼ା ଗସ୍ତ କରିଥିଲେ। ତାଙ୍କ ପୁଅ ସହିତ କରଣ ଆଦାନୀ ମଧ୍ୟ ଆସିଥିଲେ। ସେମାନେ ଜିଲ୍ଲା ପ୍ରଶାସନ ଅଧିକାରୀ ସହିତ ବୈଠକ କରି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଆକାଶମାର୍ଗରୁ କାଶୀପୁର ଅଞ୍ଚଳରେ ବକ୍ସାଇଟ୍ ଖଣି ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିବା ମଧ୍ୟ ଜଣାପଡ଼ିଛି। ଏଠାରେ 4 ମିଲିୟନ ଟନ୍ କ୍ଷମତାର ଆଲୁମିନିୟମ ରିଫାଇନାରୀ, 2 ମିଲିୟନ ଟନ୍ର ଆଲୁମିନିୟମ ସ୍କେଲଟର ମଧ୍ୟ 1 ମିଲିୟନ ଟନ୍ର ଡାଉନ୍ ଷ୍ଟ୍ରିମ୍ ଆଲୁମିନିୟମ ପାର୍କ ରହିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ନିଟ୍ ପିଜି 2026 ବଡ଼ ପରିବର୍ତ୍ତନ। ପ୍ରାୟ 2.5 ଲକ୍ଷ ପରୀକ୍ଷାର୍ଥୀ, ଲୋକ 180 ପ୍ରଶ୍ନ ଏବଂ କଡ଼ା ସୁରକ୍ଷା। ନିଟ୍ ପିଜି 2026 ପରୀକ୍ଷାକୁ ନେଇ ଅପଡେଟ୍ ଆସିଛି। ପରୀକ୍ଷାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ, ସୁରକ୍ଷିତ କରିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ଆସିଛି। ଅଗଷ୍ଟ 30ରେ ହେବ ପରୀକ୍ଷା। ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ସକାଳ 9ରୁ 12:30 ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପରୀକ୍ଷାର୍ଥୀମାନେ 7ଟାରେ କେନ୍ଦ୍ରରେ ପହଞ୍ଚିବେ। ତାପରେ 8ଟାରେ ଗେଟ୍ ବନ୍ଦ ହୋଇଯିବ। ଏଥର 2,73,123 ଜଣ ମଧ୍ୟ ପଞ୍ଜୀକରଣ କରିଛନ୍ତି। ପ୍ରାୟ 3,40,040ଟି ସହରରେ 1300ରୁ ଅଧିକ କେନ୍ଦ୍ରରେ ପରୀକ୍ଷା ହେବ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, ଇରାନ ଉପରେ ଆକ୍ରମଣ ରୋକିଲେ ଟ୍ରମ୍ପ, ଯୁଦ୍ଧ ଶେଷ ପାଇଁ ଚୁକ୍ତିର ସଂକେତ। ନେତାନ୍ୟାହୁଙ୍କ ସହିତ ଆଲୋଚନା। ଇରାନ ଚାଲୁଥିବା ହଠାତ୍ ଯୁଦ୍ଧ ମୋଡ଼ ନେଲା। ଇରାନ ବିରୋଧରେ ପ୍ରସ୍ତାବିତ ନୂଆ ଆକ୍ରମଣକୁ ସ୍ଥଗିତ ରଖିଛି ଆମେରିକା। ଯୁଦ୍ଧ ଶେଷ କରିବା ପାଇଁ ସମ୍ଭାବ୍ୟ ଚୁକ୍ତିର ମୌଳିକ ସର୍ତ୍ତ ସହମତି ହୋଇଥିବା ଦାବି କରି ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି, ଟ୍ରମ୍ପ କହିବା ଅନୁସାରେ ଇରାନ ସମେତ ମଧ୍ୟପ୍ରାଚ୍ୟରେ କେତେକ ଆମେରିକାର ଆକ୍ରମଣ ନ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ସହିତ ମିଶି ଇରାନ ସହିତ ଆଲୋଚନା କରିବା ପାଇଁ ଆଗକୁ ବଢାଇଛି ହାତ। ପରବର୍ତ୍ତୀ ଖବର, ଯୁବ ଭୋଟରଙ୍କ ହାତରେ 2029 ରାଜନୈତିକ ଚାବି। ଭାରତର ଆଗାମୀ ଲୋକସଭା ନିର୍ବାଚନରେ ଜେନ୍ ଜି ଭୋଟର ବଡ଼ ଭୂମିକା ନେଇପାରନ୍ତି। 1997 ପରେ ଜନ୍ମିତ ପିଢ଼ିକୁ 2029 ସୁଦ୍ଧା ଦେଶର ସବୁଠାରୁ ପ୍ରାପ୍ତ ବୟସ୍କ ଭୋଟର ଗୋଷ୍ଠୀ କହିପାରନ୍ତି। ବିଶେଷ କରି ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶରେ ଯୁବ ଭୋଟରଙ୍କ ଅନୁପାତ ଅଧିକ ରହିଛି। 2029 ସୁଦ୍ଧା ବିହାରରେ ପ୍ରାୟ 36.7%, ଉତ୍ତରପ୍ରଦେଶରେ ତା ସହିତ ଝାଡ଼ଖଣ୍ଡରେ 33.9% ଯୋଗ୍ୟ ଜେନ୍ ଜି ଭୋଟର ରହିଛନ୍ତି। ଏହି ଭୋଟରମାନେ ଦେଶର ପ୍ରାୟ 234ଟି ଲୋକସଭା ଆସନ ଥିବା ରାଜ୍ୟରେ ଅଞ୍ଚଳରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରନ୍ତି। ତେଣୁ ଆଗାମୀ ଦିନରେ ରାଜନୈତିକ ଦଳଗୁଡ଼ିକ ଯୁବକଙ୍କ ଚାକିରି, ଶିକ୍ଷା, ରୋଜଗାର ଓ ଭବିଷ୍ୟତକୁ ନେଇ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କୁହାଯାଇଛି। ଖବର, ଭତ୍ତା ଟଙ୍କାକୁ ନେଇକି ଆସିଲା ବଡ଼ ଅପଡେଟ୍। ମଧୁବାବୁ ପେନସନ ଭତ୍ତା ଖୁବ୍ ଜଲ୍ଦି ମିଳିବ। ଏଥର କୁହାଯାଉଛି ଯେଉଁମାନଙ୍କୁ ଭତ୍ତା ମିଳେନି, ସରକାର ବଡ଼ ଘୋଷଣା କରିଛନ୍ତି। ଖୁବ୍ ଜଲ୍ଦି ଭତ୍ତା ତାଙ୍କୁ ମିଳିବ। କିନ୍ତୁ ତା ପୂର୍ବରୁ ଜାଣି ନିଅନ୍ତୁ କିଛିଟା କଥା। ତେବେ ଭତ୍ତା ପାଇଁକି ଆଉ ଦୌଡ଼ିବାକୁ ପଡ଼ିବନି ପଞ୍ଚାୟତ। 80 ବର୍ଷରୁ ଅଧିକ ମିଳିବ 3,500। ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାକୁ ନେଇକି ବଡ଼ ଅପଡେଟ୍। 60ରୁ 79 ବୟସର ଯୋଗ୍ୟ ହିତାଧିକାରୀଙ୍କୁ ମାସିକ 1,000 ଟଙ୍କା, 80 ବର୍ଷର ବା ତାଠାରୁ ଅଧିକ ବୟସ୍କ ହିତାଧିକାରୀଙ୍କୁ 3,500 ଭତ୍ତା ମିଳୁଛି। 80 ବର୍ଷ ତାଠୁ ଅଧିକ ଦିବ୍ୟାଙ୍ଗତା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ 3,500 ମିଳୁଛି। ସରକାର ଘୋଷଣା ଅନୁସାରେ 80 ବର୍ଷର ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗ ଏବଂ ବିଧବାଠୁ ଆରମ୍ଭ କରି ପେନସନ ବୃଦ୍ଧି କରାଯାଇଛି। ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କର ବଡ଼ ସାମାଜିକ ସୁରକ୍ଷା ପଦକ୍ଷେପରୁ ଗୋଟିଏ। ତେବେ ଭତ୍ତା ପାଇଁକି ପ୍ରତି ପଞ୍ଚାୟତ ଯିବାକୁ ପଡ଼ିବ କି ନାହିଁ ତାହା ଅଞ୍ଚଳର ଭତ୍ତା ବଣ୍ଟନ ପ୍ରକ୍ରିୟା ଉପରେ ନିର୍ଭର କରେ। ତେବେ ଖୁବ୍ ଜଲ୍ଦି ସରକାର କହିଛନ୍ତି ଭତ୍ତା ପାଇଁକି ଆଉ 10 ଥର ଯିବା ପାଇଁ ପଡ଼ିବନି ପଞ୍ଚାୟତ। ପରବର୍ତ୍ତୀ ଖବର ହେଉଛି ପିଏମ୍ ଆବାସରେ କେତେ ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଗ୍ୟ ହିତାଧିକାରୀଙ୍କୁ ଏବେ ଘର ନିର୍ମାଣ ପାଇଁ 1,20,000, ପାହାଡ଼ିଆ ବା କଠିନ ଅଞ୍ଚଳରେ 1,30,000 ସହାୟତା ମିଳିବ। ପିଏମ୍ଏୱାଇ 2 ଅଧୀନରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଘର ସୁବିଧା କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଯୋଗ୍ୟତା ଥିଲେ ଆବେଦନ ମଧ୍ୟ କରିପାରିବେ। ତା ସହିତ ପରବର୍ତ୍ତୀ ଖବର ହେଉଛି ସିଏମ୍ କିଷାନ ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଯୋଗ୍ୟ ଚାଷୀଙ୍କୁ ମିଳିବ 4,000 ଟଙ୍କା ସହାୟତା ମିଳିବ ବର୍ଷକୁ। ତେବେ ସରକାର ବର୍ଷକୁ 4,000 ଟଙ୍କା ଦେଉଛନ୍ତି। 2ଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ଖୁବ୍ ଜଲ୍ଦି ଆର ମାସରେ ପିଏମ୍ କିଷାନ ଟଙ୍କା ସହିତ ସିଏମ୍ କିଷାନ ଟଙ୍କା ମଧ୍ୟ ଆସିବ।
ତେବେ ଏ ନେଇକି ଯୋଉମାନେ ଯୋଗ୍ୟ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ତୁରନ୍ତ କରିଦିଅନ୍ତୁ, ଯାହା ଫଳରେ ଆସିବ। ପରବର୍ତ୍ତୀ ଖବର ହଉଛି ତାମିଲନାଡୁରେ କୃଷି ଋଣ ସହାୟତା ଋଣ ରିହାତିକୁ ନେଇ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ତେଣୁ ସମସ୍ତ ଚାଷୀଙ୍କ ପାଇଁ ସାର୍ବଜନୀନ ଋଣ ଛାଡ଼ ଘୋଷଣା ହୋଇନାହିଁ। କେତେକ ଚାଷୀଙ୍କ ମାନଙ୍କ ପାଇଁ ହୋଇଛି। ଯୋଗ୍ୟତା ମାନଦଣ୍ଡ ରହିଛି। ଯୋଉମାନେ ଋଣ ସୁଝି ପାରୁନାହାନ୍ତି ତାଙ୍କ ପାଇଁ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ହୋଇଛି। ଏ ନେଇକି ସରକାରଙ୍କର ବଡ଼ ଘୋଷଣା। ଏଇଟା କେବଳ ତାମିଲନାଡୁ ଷ୍ଟେଟରେ ହୋଇଛି ବୋଲି ସୂଚନା ମିଳୁଛି। ତା ସହିତ ଶେଷ ଖବର ରହୁଛି, ଆପଣମାନଙ୍କୁ ଜାଣିବା ଦରକାର ନିଜ ହେଲ୍ଥ ପ୍ରତି ଧ୍ୟାନ ଦେବା ମଧ୍ୟ ଦରକାର। ବର୍ଷା ଋତୁରେ ପାଣି ଫୁଟାଇ ପିଅନ୍ତୁ। ବାହାରକୁ କଟା ଫଳ, ଅଛୋଛ ଖାଦ୍ୟ ଖାଆନ୍ତୁ ନାହିଁ। ଯାହା ଫଳରେ ବାହାର ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଦେହରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ମାଡ଼ି ବସେ। ହାତକୁ ବାରମ୍ବାର ସାବୁନରେ ଧୁଅନ୍ତୁ। ମଶା କାମୁଡ଼ାରେ ସୁରକ୍ଷିତ ରୁହନ୍ତୁ। ଜର, ଡାଇରିଆ, ବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। କାହିଁକି ନା ବର୍ଷା ଦିନେ ଅଧିକ ରୋଗ ଆଟାକ୍ କରିଥାଏ। ପ୍ରତିରୋଧକ ଶକ୍ତି ମଧ୍ୟ କମିଥାଏ। ସାମାନ୍ୟ ସତର୍କତା ଆପଣଙ୍କୁ ବଡ଼ ରୋଗରୁ ମଧ୍ୟ ବଞ୍ଚାଇ ପାରିବ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର 20ଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରତିଟି ଖବର ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିଦେବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ଯାହାଫଳରେ ପ୍ରତ୍ୟେକ ଦିନ ସକାଳେ ଆପଣ ଖବର ଦେଖିବେ ଆଉ ସନ୍ଧ୍ୟାବେଳେ ମଧ୍ୟ ଦେଖିପାରିବେ। ଜୟ ଜଗନ୍ନାଥ।